ତ ଚାଲନ୍ତୁ ଆଜି ଆମେ ପଢ଼ିବା ଓଡ଼ିଶା ଜିଓଗ୍ରାଫିର 3 ପର୍ଯ୍ୟନ୍ତ ସରିଥିଲା। ତ ଆଜି ଆମେ ପଢ଼ିବା ପାର୍ଟ 4 ହେଲା। ଟୋଟାଲ୍ ଆମର 300 MCQ ଅଲରେଡ଼ି ଡିସ୍କସନ୍ ହେଇସାରିଛି। ତ ଆଜି ଆମେ ଆଉ 100ଟା ଡିସ୍କସନ୍ କରିବା। ତ ଯେଉଁମାନେ ଚ୍ୟାନେଲରେ ନୂଆ ଆସିଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ଲାଇକ୍ କରିବେ ଏବଂ କମେଣ୍ଟରେ ଜଣାଇବେ ହେଲା। ତ ଚାଲନ୍ତୁ ପ୍ରଥମ କ୍ୱେଶ୍ଚନ୍। ତ ପ୍ରଥମ କ୍ୱେଶ୍ଚନ୍ ଅଛି ଆମର ଯେଉଁଟା ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ସାତକୋଶିଆ ଟାଇଗର ରିଜର୍ଭ। ତ ସାତକୋଶିଆ ଟାଇଗର ରିଜର୍ଭଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ ମନେ ରଖିବ ସେଇଟା ହେଉଛି ଆମର ଅନୁଗୁଳ ଡିଷ୍ଟ୍ରିକ୍ଟରେ ହେଲା। ତାପରେ ନେକ୍ସଟ ଅଛି ସାତକୋଶିଆ ଟାଇଗର ରିଜର୍ଭ ସିଚୁଏଟେଡ୍ ଇନ୍ ହୁଇଚ୍ ରିଭର। ତ ଯେଉଁ ସାତକୋଶିଆ ଟାଇଗର ରିଜର୍ଭଟା ସେଟା ଆମର କେଉଁ ନଦୀ କୂଳରେ ଅଛି ହେଲା। ତାହେଲେ ସେଟା ଆମର କେଉଁଟା ହେବ ମହାନଦୀ ହେଲା। ତାପରେ ନେକ୍ସଟ ଚାଲନ୍ତୁ। ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ତାଳଚେର କୋଲଫିଲ୍ଡ। ତ ଯେଉଁ ତାଳଚେର କୋଲଫିଲ୍ଡଟା ଅଛି ସେଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ ମନେ ରଖିବ ସେଇଟା ଅନୁଗୁଳ ହେଲା। ତାଳଚେର କୋଲଫିଲ୍ଡ ଆର୍ ଆସୋସିଏଟେଡ୍ ୱିଥ୍ ହୁଇଚ୍ ମିନେରାଲ୍ସ। ତ ଯେଉଁ ତାଳଚେର କୋଲଫିଲ୍ଡଟା ଅଛି ସେଟା ଆମର କେଉଁ ମିନେରାଲ୍ସ ପାଇଁ ପ୍ରସିଦ୍ଧ ତେବେ ତ ସେଇଟା ମନେ ରଖିବେ କୋଇଲା ପାଇଁ ହେଲା। ତାପରେ ହୁଇଚ୍ ରିଭର ଫ୍ଲୋ ଥ୍ରୋ ଅନୁଗୁଳ ଡିଷ୍ଟ୍ରିକ୍ଟ। ତ ଏଇ ଅପସନ୍ ମଧ୍ୟରୁ ଆମର କେଉଁ ନଦୀଟା ଅନୁଗୁଳ ଡିଷ୍ଟ୍ରିକ୍ଟ ଦେଇକରି ବହିଛି ହେଲା। ତ ସେଇଟା ମନେ ରଖିବେ କେଉଁଟା ବ୍ରାହ୍ମଣୀ ରିଭର। ତାପରେ ନେକ୍ସଟ ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଟିକରପଡ଼ା କ୍ରୋକୋଡାଇଲ୍ ସାଙ୍କ୍ଚୁଆରୀ। ତ ଯେଉଁ ଟିକରପଡ଼ା କ୍ରୋକୋଡାଇଲ୍ ସାଙ୍କ୍ଚୁଆରୀଟା ସେଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ ଅନୁଗୁଳ ଡିଷ୍ଟ୍ରିକ୍ଟ ହେଲା। ତାପରେ ଅଛି ଟିକରପଡ଼ା ଲୋକେଟେଡ୍ ଅନ୍ ବ୍ୟାଙ୍କ ଅଫ୍ ହୁଇଚ୍ ରିଭର। ତ ଟିକରପଡ଼ାଟା ଆମର କେଉଁ ନଦୀରେ ଲୋକେଟେଡ୍ ଅଛି କେଉଁ ନଦୀ ପାଖରେ ତ ସେଇଟା ମନେ ରଖିବେ ମହାନଦୀ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ନାଲକୋ ମେଜର ଇଣ୍ଡଷ୍ଟ୍ରି କମ୍ପ୍ଲେକ୍ସ। ତ ନାଲକୋ ଇଣ୍ଡଷ୍ଟ୍ରିଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ ସେଇଟା ମନେ ରଖିବେ ଅନୁଗୁଳ ହେଲା। ତାପରେ ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ କପିଳାସ ହିଲ୍। ତ କପିଳାସ ପର୍ବତଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ଢେଙ୍କାନାଳ ହେଲା। ତାପରେ କପିଳାସ ହିଲ୍ ଆର୍ ଲୋକେଟେଡ୍ ଇନ୍ ହୁଇଚ୍ ଡିଷ୍ଟ୍ରିକ୍ଟ। ତାହେଲେ କପିଳାସ ହିଲ୍ଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ ଢେଙ୍କାନାଳରେ ଅଛି ହେଲା। ତାପରେ ନେକ୍ସଟ ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ସପ୍ତଶଯ୍ୟା ହିଲ୍। ତ ସପ୍ତଶଯ୍ୟା ହିଲ୍ଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ ଢେଙ୍କାନାଳ ହେଲା। ତାପରେ ହୁଇଚ୍ ରିଭର ଫ୍ଲୋ ଥ୍ରୋ ଢେଙ୍କାନାଳ ଡିଷ୍ଟ୍ରିକ୍ଟ। ତ ଏଇ ଅପସନ୍ ମଧ୍ୟରୁ କେଉଁ ନଦୀଟା ଢେଙ୍କାନାଳ ଡିଷ୍ଟ୍ରିକ୍ଟ ଦେଇକରି ବହିଛି ତ ସେଇଟା ମନେ ରଖିବେ ବ୍ରାହ୍ମଣୀ ହେଲା। ତାପରେ ନେକ୍ସଟ କହିବେ ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ବ୍ରାହ୍ମଣୀ ରିଭର ଭ୍ୟାଲି। ତ କେଉଁ ଡିଷ୍ଟ୍ରିକ୍ଟଟାକୁ ଆମର ବ୍ରାହ୍ମଣୀ ରିଭର ଭ୍ୟାଲି ବୋଲିକରି କୁହାଯାଏ ତ ମନେ ରଖିବ ସେଇଟା ହେଉଛି ଢେଙ୍କାନାଳ। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ଦ ମାଇନିଂ ଏରିଆ ଅଫ୍ ଯୋଡ଼ା। ତ ଯୋଡ଼ା ଯେଉଁ ମାଇନିଂ ଏରିଆଟା ଅଛି ସେଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଆସୁଛି ତେବେ ତ ସେଇଟା ମନେ ରଖିବ କେଉଁଝର ଡିଷ୍ଟ୍ରିକ୍ଟରେ ହେଲା। ତାପରେ ନେକ୍ସଟ ଅଛି ଯୋଡ଼ା ଇଜ୍ ଫେମସ୍ ଫର୍ ହୁଇଚ୍ ମିନେରାଲ୍ସ। ତ ଯେଉଁ ଯୋଡ଼ାର ମାଇନିଂଟା ଅଛି ତ ସେଇଟା ଆମର କେଉଁ ମିନେରାଲ୍ ପାଇଁ ପ୍ରସିଦ୍ଧ ତ ସେଇଟା ମନେ ରଖିବେ ସେଇଟା ହେଉଛି ଆମର ଆଇରନ୍ ମାଇନ୍ସଟା ହେଲା। ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ବଡ଼ବିଲ୍ ମାଇନିଂ। ତ ବଡ଼ବିଲ୍ ଯେଉଁ ମାଇନିଂଟା ଅଛି ସେଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତ ସେଇଟା ମନେ ରଖିବା ଆମର କେଉଁଝର ଡିଷ୍ଟ୍ରିକ୍ଟରେ ଅଛି ହେଲା। ତାପରେ ବଡ଼ବିଲ୍ ଆସୋସିଏଟେଡ୍ ୱିଥ୍ ହୁଇଚ୍ ମିନେରାଲ୍ସ। ତ ବଡ଼ବିଲ୍ ବି ଆମର କେଉଁ ମିନେରାଲ୍ ପାଇଁ ପ୍ରସିଦ୍ଧ ତ ସେଇଟା ମନେ ରଖିବା ସେଠି ବି ସେଇ ଆଇରନ୍ ପାଇଁ ହିଁ ଫେମସ୍ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଗନ୍ଧମାର୍ଦ୍ଦନ ହିଲ୍। ତାହେଲେ କେଉଁ ଡିଷ୍ଟ୍ରିକ୍ଟରେ ଆମର ଗନ୍ଧମାର୍ଦ୍ଦନ ହିଲ୍ଟା ଅଛି ତେବେ ମନେ ରଖିବ ସେଇଟା ହେଉଛି ବଲାଙ୍ଗୀର ହେଲା। ତାପରେ ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ପାଟନାଗଡ଼ ପ୍ଲାଟୁ। ତ ପାଟନାଗଡ଼ ପ୍ଲାଟୁଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ ବଲାଙ୍ଗୀର ହେଲା। ତାପରେ ହୁଇଚ୍ ରିଭର ଫ୍ଲୋ ଥ୍ରୋ ବଲାଙ୍ଗୀର ଡିଷ୍ଟ୍ରିକ୍ଟ। ତ ଏଇ 4ଟା ଅପସନ୍ ମଝିରୁ ଆମର କେଉଁ ନଦୀଟା ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଦେଇକରି ଯାଇଛି ତ ସେଇଟା ମନେ ରଖିବେ ସେଇଟା ହେଉଛି ଆମର ତେଲ ରିଭର ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଆପାର ତେଲ ଇରିଗେସନ୍ ପ୍ରୋଜେକ୍ଟ। ତ ଯେଉଁ ଆପାର ତେଲ ଇରିଗେସନ୍ ପ୍ରୋଜେକ୍ଟଟା ସେଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ ମନେ ରଖିବେ ସେଇଟା ଆମର ବଲାଙ୍ଗୀରରେ ଅଛି ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ସେନ୍ତାଲା ରିଜନ୍। ତ ସେନ୍ତାଲା ରିଜନ୍ଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ ବଲାଙ୍ଗୀର ହେଲା। ତାପରେ ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ନୂଆପଡ଼ା ପ୍ଲାଟୁ। ତ ନୂଆପଡ଼ା ପ୍ଲାଟୁଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ନୂଆପଡ଼ା। ହୁଇଚ୍ ଡିଷ୍ଟ୍ରିକ୍ଟ ସେୟାର ବର୍ଡର ୱିଥ୍ ଛତିଶଗଡ଼ ଇନ୍ ୱେଷ୍ଟର୍ଣ୍ଣ ଓଡ଼ିଶା। ତ ୱେଷ୍ଟର୍ଣ୍ଣ ଓଡ଼ିଶାର ୱେଷ୍ଟ ସାଇଡ଼୍ରେ ଓଡ଼ିଶାର କେଉଁ
ডিଷ୍ଟ୍ରିକ୍ଟଟା ଛତିଶଗଡ଼ ସହିତ ବର୍ଡ଼ର ସେୟାର କରିଛି, ତ ସେଇଟା ମନେ ରଖିବ କେଉଁଟା ହେବ, ନୂଆପଡ଼ା ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ରିଭର ଫ୍ଲୋ ଥ୍ରୋ ନୂଆପଡ଼ା ଡିଷ୍ଟ୍ରିକ୍ଟ। ତ ଏଇ ଚାରିଟା ଅପସନ୍ ମଝିରୁ କେଉଁ ନଦୀଟା ନୂଆପଡ଼ା ଡିଷ୍ଟ୍ରିକ୍ଟ ଦେଇକରି ଯାଇଛି, ତ ସେଇଟା ମନେ ରଖିବେ ଜୋଙ୍କ ରିଭର ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ସୁନାବେଡ଼ା ୱାଇଲ୍ଡ ଲାଇଫ୍ ଡିଭିଜନ। ତ ଯେଉଁ ସୁନାବେଡ଼ା ୱାଇଲ୍ଡ ଲାଇଫ୍ ଡିଭିଜନଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ ମନେ ରଖିବେ ସେଇଟା ହେଉଛି ନୂଆପଡ଼ା ହେଲା। ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଇନ୍ଦ୍ରାବତୀ ବେସିନ୍ ରିଜିଅନ୍। ତ ଇନ୍ଦ୍ରାବତୀର ଯେଉଁ ବେସିନ୍ଟା ଅଛି ସେଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି, ନବରଙ୍ଗପୁର ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ରିଭର ଫ୍ଲୋ ଥ୍ରୋ ନବରଙ୍ଗପୁର ଡିଷ୍ଟ୍ରିକ୍ଟ। ତ ଏଇ ଚାରିଟା ଅପସନ୍ ମଝିରୁ ଆମର କେଉଁ ନଦୀଟା ନବରଙ୍ଗପୁର ଡିଷ୍ଟ୍ରିକ୍ଟ ଦେଇକରି ଯାଇଛି, ତ ସେଇଟା ମନେ ରଖିବେ ଇନ୍ଦ୍ରାବତୀ ରିଭର ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ପାପଡ଼ହାଣ୍ଡି ରିଜନ୍। ତ ପାପଡ଼ହାଣ୍ଡି ରିଜନଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି, ତ ସେଇଟା ମନେ ରଖିବା ନବରଙ୍ଗପୁର ହେଲା। ତାପରେ ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ମିନାଝୋଲା ଟୁରିଷ୍ଟ ସାଇଟ୍। ତ ଯେଉଁ ମିନାଝୋଲା ଟୁରିଷ୍ଟ ସାଇଟ୍ଟା ଅଛି ସେଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି, ସେଇଟା ବି ଆମର ନବରଙ୍ଗପୁର ହେଲା। ତାପରେ ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଦ ବାଲିମେଳା ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋଜେକ୍ଟ। ତ ବାଲିମେଳା ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋଜେକ୍ଟଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି, ତ ସେଇଟା ଅଛି ଆମର ମାଲକାନଗିରିରେ ହେଲା। ତାପରେ ନେକ୍ସଟ ଅଛି ବାଲିମେଳା ରିଜର୍ଭିୟର ସିଚୁଏଟେଡ୍ ଅନ୍ ହୁଇଚ୍ ରିଭର ସିଷ୍ଟମ୍। ତ ଯେଉଁ ବାଲିମେଳା ରିଜର୍ଭିୟରଟା ଅଛି, ଡ୍ୟାମ୍ଟା ଅଛି, ତ ସେଇଟା ଆମର କେଉଁ ନଦୀରେ ଅଛି ତେବେ, ତ ସେଇଟା ମନେ ରଖିବେ ସେଇ ନଦୀଟା ହେଉଛି ସିଲେରୁ ହେଲା। ତାପରେ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ଚିତ୍ରକୋଣ୍ଡା ରିଜର୍ଭିୟର। ତ ଚିତ୍ରକୋଣ୍ଡା ରିଜର୍ଭିୟରଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି, ସେଇଟା ବି ଆମର ମାଲକାନଗିରି ହେଲା। ତାପରେ ହୁଇଚ୍ ଡିଷ୍ଟ୍ରିକ୍ଟ ସେୟାର ବର୍ଡ଼ର ୱିଥ୍ ଆନ୍ଧ୍ରପ୍ରଦେଶ ଆଣ୍ଡ ଛତିଶଗଡ଼। କେଉଁ ଡିଷ୍ଟ୍ରିକ୍ଟଟା ବୋଥ ଆନ୍ଧ୍ରପ୍ରଦେଶ ଆଉ ଛତିଶଗଡ଼ ସହିତ ଦୁଇଟା ସହିତ ବର୍ଡ଼ର ସେୟାର କରିଛି, ତ ସେଇଟା ମନେ ରଖିବେ ଆମର କେଉଁଟା ହେବ, ମାଲକାନଗିରି ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଦ କୋଟପ ଏରିଆ ଡ୍ୟୁ ଟୁ ରିଜର୍ଭିୟର। କେଉଁ ଡିଷ୍ଟ୍ରିକ୍ଟଟାକୁ କୋଟପ ଏରିଆ ବୋଲିକି କୁହାଯାଏ, କାରଣ ରିଜର୍ଭିୟର ପାଇଁ ହେଲା। ତ ସେଇଟା ମନେ ରଖିବେ ସେଇଟା ଆମର ହେଉଛି ମାଲକାନଗିରିକୁ କୁହାଯାଏ କୋଟପ ଏରିଆ ଡ୍ୟୁ ଟୁ ରିଜର୍ଭିୟର ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ କର୍ଲାପାଟ ୱାଇଲ୍ଡ ଲାଇଫ୍ ସେଞ୍ଚୁଆରୀ। ତ କର୍ଲାପାଟ ୱାଇଲ୍ଡ ଲାଇଫ୍ ସେଞ୍ଚୁଆରୀଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ, କଳାହାଣ୍ଡି ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ଆମ୍ପାନି ହିଲ୍। ତ ଯେଉଁ ଆମ୍ପାନି ହିଲ୍ଟା ଅଛି ସେଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି, କଳାହାଣ୍ଡି ହେଲା। ତାପରେ ହୁଇଚ୍ ରିଭର ଫ୍ଲୋ ଥ୍ରୋ କଳାହାଣ୍ଡି ଡିଷ୍ଟ୍ରିକ୍ଟ। ତ ଏଇ ଚାରିଟା ଅପସନ୍ ମଝିରୁ କେଉଁ ନଦୀଟା ଆମର କଳାହାଣ୍ଡି ଡିଷ୍ଟ୍ରିକ୍ଟ ଦେଇକରି ଯାଇଛି, ଇନ୍ଦ୍ରାବତୀ। ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଫୁର୍ଲିଜରନ୍ ୱାଟରଫଲ୍। ତ ଫୁର୍ଲିଜରନ୍ ୱାଟରଫଲ୍ଟା ଆମର କେଉଁଠି ଅଛି, କଳାହାଣ୍ଡି। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ଥୁମାଲୁ ରାମପୁର ରିଜନ୍। ଥୁମାଲୁ ରାମପୁର ରିଜନଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ପଡ଼ୁଛି ତେବେ, ତ ସେଇଟା ହେଉଛି ଆମର କଳାହାଣ୍ଡି। ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ନିୟମଗିରି ହିଲ୍। ତ ନିୟମଗିରି ହିଲ୍ଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି, ରାୟଗଡ଼ା ହେଲା। ଏଇ କ୍ୱେଶ୍ଚିନ୍ଟା ଆମର ରିପିଟ୍ ହେଇଛି ବହୁତ ଥର, ତ ଯେଉଁଗୁଡ଼ା ରିପିଟ୍ ହେଇଛି ସେଗୁଡ଼ା ଟିକେ ମନେ ରଖିବେ ହେଲା। ତାପରେ ନିୟମଗିରି ହିଲ୍ ରିଚ୍ ଇନ୍ ହୁଇଚ୍ ମିନେରାଲ୍ସ। ତ ନିୟମଗିରି ହିଲ୍ରେ ଆମେ ସବୁଠୁ ବେଶୀ କେଉଁ ଜିନିଷଟା ପାଇବା, ବକ୍ସାଇଟ୍ ହେଲା। ତାପରେ ନେକ୍ସଟ ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ଚିତାକୋନା ଭ୍ୟାଲି, ଛାତିକୋନା ଭ୍ୟାଲି। ତ ସେଇଟା ଆମର କେଉଁଠି ହେବ, ରାୟଗଡ଼ା ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ରିଭର ଫ୍ଲୋ ଥ୍ରୋ ରାୟଗଡ଼ା ଡିଷ୍ଟ୍ରିକ୍ଟ। ତ ଏଇ ଚାରିଟା ଅପସନ୍ ମଝିରୁ ଆମ ରାୟଗଡ଼ା ଡିଷ୍ଟ୍ରିକ୍ଟରେ କେଉଁ ନଦୀଟା ବୋହିଛି ହେଲା, ତ ସେଇଟା ମନେ ରଖିବେ କେଉଁଟା ହେବ, ନାଗାବଳୀ। ତାପରେ ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ବାଫିମାଲି ହିଲ୍। ବାଫିମାଲି ହିଲ୍ଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ, ମନେ ରଖିବେ ସେଇଟା ହେଉଛି ରାୟଗଡ଼ା। ତାପରେ ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ଚନ୍ଦ୍ରଗିରି ହିଲ୍। ତ ଚନ୍ଦ୍ରଗିରି ହିଲ୍ ପାଇଁ ଆମର କେଉଁ ଡିଷ୍ଟ୍ରିକ୍ଟଟା ଫେମସ୍ ଅଛି, ତ ସେଇଟା ହେଉଛି ଆମର ଗଜପତି ହେଲା। ତାପରେ ନେକ୍ସଟ ଅଛି ମହେନ୍ଦ୍ରଗିରି ପିକ୍ ଇଜ୍ ଲୋକେଟେଡ୍ ଇନ୍ ହୁଇଚ୍ ଡିଷ୍ଟ୍ରିକ୍ଟ। ତ ମହେନ୍ଦ୍ରଗିରି ପିକ୍ଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ, ଗଜପତି। ଆଉ କମେଣ୍ଟରେ ଜଣାଇବେ ମହେନ୍ଦ୍ରଗିରି ପିକ୍ର ହାଇଟ୍ କେତେ ଅଛି ବୋଲିକରି ହେଲା, କମେଣ୍ଟରେ ଜଣାଇବେ। ତାପରେ ନେକ୍ସଟ ଅଛି ହୁଇଚ୍ ରିଭର ଫ୍ଲୋ ଥ୍ରୋ ଗଜପତି ଡିଷ୍ଟ୍ରିକ୍ଟ। ତ ଏଇ ଚାରିଟା ଅପସନ୍ ମଝିରୁ ଗଜପତି ଡିଷ୍ଟ୍ରିକ୍ଟ ଦେଇକରି ଆମର କେଉଁ ନଦୀଟା ଯାଇଛି, ତ ମନେ ରଖିବେ ମହେନ୍ଦ୍ର ତାନାୟା ହେଲା। ମହେନ୍ଦ୍ର ତାନାୟ ରିଭରଟା ଯାଇଛି ଏଇ ଚାରିଟା ଅପସନ୍ ମଝିରୁ ହେଲା। ତାପରେ ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ଦ ତିବ୍ବତିଆନ୍ ସେଟଲମେଣ୍ଟ ଅଫ୍ ଚନ୍ଦ୍ରଗିରି। ତ
तो को डिस्ट्रिक्टटा फेमस अच्छी तिब्बतान सेटलमेंट ऑफ चंद्रगिरी पाई तो सेटा मन रखबे गजपति। तापर नेक्स्ट अच्छी हुईज फिजियोग्राफिक फीचर डोमिनेट साउथर्न ओडिशा तो को फिजियोग्राफिक रीजनटा डोमिनेट करिछि साउथ इंडिया रे हला सॉरी साउथ ओडिशा रे तो सेटा हमर कोटा हबो ताले ईस्टर्न घाट हला। तापर नेक्स्ट अच्छी हुईज डिस्ट्रिक्ट नोन फॉर ब्राह्मणी बैतरणी डेल्टा रीजन तो को एरियाटा को ब्राह्मणी आ बैतरणी नदीर डेल्टा रीजन बोली करी कुहा जाए तो सेटा मन रखबे हमर कोटा हबो केन्द्रापड़ा है। तापर नेक्स्ट अच्छी हुईज नेशनल पार्क लोकेटेड इन केन्द्रापड़ा डिस्ट्रिक्ट तो ये चार्टा ऑप्शन मझिरु आमर को नेशनल पार्कटा केन्द्रापड़ा डिस्ट्रिक्ट रे अच्छी तो सेटा होछि आमर कोटा भितरकनिका नेशनल पार्क है। तापर भितरकनिका नेशनल पार्क फेमस फॉर तो जो भितरकनिका नेशनल पार्क अच्छे सेटा कोठी पई प्रसिद्ध तो सेटा मन रखो सेटा होछि आमर सॉल्ट वाटर क्रोकोडाइल है बहुत इंपोर्टेंट। तापर नेक्स्ट अच्छी हुईज बीच फेमस फॉर ओलिवरिडेड टर्टल्स नेस्टिंग इन केन्द्रापड़ा तो को बीचटा फेमस अच्छी ओलिवरिडेड टर्टल पाई तो सेटा मन रखो कोटा हबो गहिर मथा है। तापर अच्छे हुईज रिवर फ्लो थ्रो केन्द्रापड़ा डिस्ट्रिक्ट ये चार्टा ऑप्शन मझिरु को नदीटा आमर केन्द्रापड़ा डिस्ट्रिक्ट दे करी जाइछि सेटा होछि आमर ब्राह्मणी। हुईज डिस्ट्रिक्ट नोन फॉर पारादीप पोर्टटा आमर को डिस्ट्रिक्ट रे अच्छी तेबे मन रखो सेटा होछि जगतसिंहपुर है। तापर नेक्स्ट पारादीप पोर्ट लोकेटेड एट द माउथ ऑफ हुईज रिवर तो जो पारादीप पोर्टटा अच्छे सेटा आमर को नदीर माउथ रे अच्छी तेबे तो सेटा मन रखबे महानदी है। तापर नेक्स्ट अच्छी हुईज डिस्ट्रिक्ट नोन फॉर कुजांग कोस्टल रीजन तो जो कुजांग कोस्टल रीजनटा आमर को डिस्ट्रिक्ट रे अच्छी तेबे तो सेटा मन रखबे जगतसिंहपुर है। तापर नेक्स्ट अच्छी हुईज रिवर फॉर्म मेजर डेल्टा इन जगतसिंहपुर डिस्ट्रिक्ट तो को नदीटा जगतसिंहपुर डिस्ट्रिक्ट रे डेल्टा फॉर्मेशन करिछि है तो सेटा मन रखबे कोटा हबो आमर महानदी है। तापर नेक्स्ट अच्छी हुईज डिस्ट्रिक्ट फेमस फॉर देवी रिवर एस्चुरी तो देवी रिवर एस्चुरीटा पाई आमर को डिस्ट्रिक्ट फेमस सेटा होछि आमर पुरी है। तापर नेक्स्ट अच्छी हुईज डिस्ट्रिक्ट नोन फॉर द ब्रह्मगिरी रीजन तो ब्रह्मगिरी रीजनटा आमर को डिस्ट्रिक्टटा को कुहा जाए तेबे तो सेटा मन रखबे पुरी है। ब्रह्मगिरी लोकेटेड नियर हुईज फेमस लेक तो जो ब्रह्मगिरीटा अच्छी सेटा आमर को लेक पाखरे अच्छी तो सेटा मन रखबो कोटा अच्छी चिलिका है। हुईज डिस्ट्रिक्ट नोन फॉर नलबण आइलैंड तो जो नलबण आइलैंडटा अच्छी सेटा आमर को डिस्ट्रिक्ट रे अच्छी तेबे एटा मते कमेंट रे जणैबे है को डिस्ट्रिक्ट रे पड़ोछि नलबण आइलैंडटा। तापर नेक्स्ट चलंतु नलबण आइलैंड इज फेमस एज तो नलबण आइलैंडटा आमर कोथि पई फेमस सेटा होछि गुटे आमर बर्ड सैंक्चुअरी है। तापर नेक्स्ट होछि हुईज डिस्ट्रिक्ट नोन फॉर दया रिवर फ्लड प्लेन तो जो दया रिवर फ्लड प्लेनटा अछि सेटा आमर को डिस्ट्रिक्ट रे पड़ुछि तेबे खोर्धा डिस्ट्रिक्ट है। तापर नेक्स्ट होछि हुईज डिस्ट्रिक्ट नोन फॉर महानदी रिवर सिस्टम डिस्ट्रीब्यूटरी तो को डिस्ट्रिक्टा को महानदी रिवर सिस्टम रो डिस्ट्रीब्यूटरेज बोली करी कुहा जाए तो सेटा मन रखबे कटक को है। सेठी दुईटा भाग अछि काठजोड़ी महानदी है। हुईज डिस्ट्रीब्यूटरी ऑफ महानदी फ्लो नियर भुवनेश्वर तो को महानदी रो डिस्ट्रीब्यूटरीटा आमर भुवनेश्वर दे करी बहिकी जाइछि तो सेटा मन रखबो कोटा हबो कुआखाई है। तापर नेक्स्ट अछि हुईज डिस्ट्रिक्ट नोन फॉर कुआखाई रिवर तो को डिस्ट्रिक्टा को आमर कुआखाई रिवर पाई फेमस तो सेटा मन रखबो कोटा हबो खोर्धा है। तापर नेक्स्ट अछि हुईज डिस्ट्रिक्ट फेमस फॉर देवी रिवर तो को डिस्ट्रिक्टटा देवी रिवर पाई फेमस सेटा होछि पुरी है। द देवी रिवर इज डिस्ट्रीब्यूटरी ऑफ तो देवी रिवरटा आमर कोहारो डिस्ट्रीब्यूटरी सेटा गुटे होछि आमर महानदी गोटे डिस्ट्रीब्यूटर है। हुईज डिस्ट्रिक्ट नोन फॉर
ବଂଶୋଦାପୁର ଭୂଷଦାନପୁର କୋଷ୍ଟାଲ ପ୍ଲେନ୍ଟା ହେଲା, ସେଇଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ତେବେ ପଡ଼ୁଛି? ତ ସେଇଟା ମନେ ରଖିବା ପୁରୀ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଲାର୍ଜେଷ୍ଟ ଲାଗୁନ୍ ଇକୋସିଷ୍ଟମ୍ ଇନ୍ ଓଡ଼ିଶା। ତ କେଉଁ ଡିଷ୍ଟ୍ରିକ୍ଟକୁ ଆମର ଲାର୍ଜେଷ୍ଟ ଲାଗୁନ୍ ଇକୋସିଷ୍ଟମ୍ ଇନ୍ ଓଡ଼ିଶା ବୋଲିକରି କୁହାଯାଏ ତେବେ? ତ ସେଇଟା ମନେ ରଖିବେ ପୁରୀ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ଇରୱାଡ଼ି ଡଲଫିନ୍ ହ୍ୟାବିଟେଟ୍। ତ କେଉଁ ଡିଷ୍ଟ୍ରିକ୍ଟଟା ଇରୱାଡ଼ି ଡଲଫିନ୍ ହ୍ୟାବିଟେଟ୍ ପାଇଁ ପ୍ରସିଦ୍ଧ? ତ ସେଇଟା ମନେ ରଖିବା ଆମର କେଉଁଟା ହେବ? ପୁରୀ ହେଲା। ଇରୱାଡ଼ି ଡଲଫିନ୍ ମେନଲି ଫାଉଣ୍ଡ ଇନ୍, ତ ଇରୱାଡ଼ି ଡଲଫିନ୍ ଆମର ଓଡ଼ିଶାର କେଉଁଠି ମିଳନ୍ତି? ଚିଲିକା ଲେକ୍ରେ ହେଲା। ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ କୋଷ୍ଟାଲ ସେଣ୍ଡ ଡୁନ୍ ଅଫ୍ ଓଡ଼ିଶା। ତ ଯେଉଁ ବାଲିର ଡୁନ୍ ଗୁଡ଼ା ମିଳେ ସେଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ମିଳେ ତେବେ? ସେଇଟା ମନେ ରଖିବ ପୁରୀରେ ହେଲା। ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ବନାଇ ଫରେଷ୍ଟ ଡିଭିଜନ୍। ତ ଯେଉଁ ବନାଇ ଫରେଷ୍ଟ ଡିଭିଜନଟା ଅଛି ସେଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ପଡ଼ୁଛି ତେବେ? ମନେ ରଖିବ ସେଇଟା ହେଉଛି ସୁନ୍ଦରଗଡ଼ ହେଲା। ତାପରେ ବନାଇ ରିଜନ୍ ଇଜ୍ ରିଚ୍ ଇନ୍, ତ ଯେଉଁ ବନାଇଟା ଅଛି ସେଟା ଆମର କେଉଁଥିରେ ସବୁଠୁ ବେଶୀ ଅଛି? ଆଇରନ୍ ଅର୍ ହେଲା। ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ହେମଗିରି କୋଲଫିଲ୍ଡ। ତ ହେମଗିରି କୋଲଫିଲ୍ଡଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି? ସୁନ୍ଦରଗଡ଼ ହେଲା। ତାପରେ ହେମଗିରି ଆସୋସିଏଟେଡ୍ ୱିଥ୍ ହୁଇଚ୍ ମିନେରାଲ। ତ ହେମଗିରିଟା ଆମର କେଉଁଥିପାଇଁ ଫେମସ୍ ତେବେ ଆହୁରି? ତ ସେଇଟା ମନେ ରଖିବେ ହେମଗିରିଟା ଆମର କୋଲ୍ ପାଇଁ ଫେମସ୍ ହେଲା ହେମଗିରିଟା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଇବ୍ ଭ୍ୟାଲି କୋଲଫିଲ୍ଡ। ତାହେଲେ କେଉଁ ଡିଷ୍ଟ୍ରିକ୍ଟଟା ଆମର ଇବ୍ ଭ୍ୟାଲି କୋଲଫିଲ୍ଡଟା ଫେମସ୍? ତ ସେଇଟା ମନେ ରଖିବା ଆମର କେଉଁଟା ହେବ? ଝାରସୁଗୁଡ଼ା। ଇବ୍ ଭ୍ୟାଲି କୋଲଫିଲ୍ଡ ୱାନ୍ ଅଫ୍ ଦ କୋଲଫିଲ୍ଡ। ତ ସେଇଟା ଇବ୍ ଭ୍ୟାଲି କୋଲଫିଲ୍ଡଟା ଆମର କେଉଁଠି ହେଉଛି ତେବେ? ଓଡ଼ିଶାରେ। ତାପରେ ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଲଖନପୁର ମାଇନିଂ। ତ ଲଖନପୁର ମାଇନିଂଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ଅଛି ତେବେ? ଦେଖିବା ସେଇଟା ଝାରସୁଗୁଡ଼ାରେ ଅଛି ହେଲା। ତାପରେ ନେକ୍ସଟ ହୁଇଚ୍ ରିଭର ଫ୍ଲୋ ଥ୍ରୋ ଝାରସୁଗୁଡ଼ା ଡିଷ୍ଟ୍ରିକ୍ଟ। ତ ଏଇ ଅପସନ୍ ମଝିରୁ ଆମର କେଉଁ ନଦୀଟା ଝାରସୁଗୁଡ଼ା ଡିଷ୍ଟ୍ରିକ୍ଟ ଦେଇକି ଯାଇଛି? ତ ସେଇଟା ମନେ ରଖିବେ ଇବ୍ ରିଭର ହେଲା। ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ହୀରାକୁଦ ରିଜର୍ଭିୟର ୱେଷ୍ଟର୍ଣ୍ଣ ରିଜନ୍। ତ କେଉଁ ଡିଷ୍ଟ୍ରିକ୍ଟଟା ହୀରାକୁଦ ରିଜର୍ଭିୟରର ୱେଷ୍ଟର୍ଣ୍ଣ ରିଜନ୍ରେ ଅଛି ତେବେ? ତ ସେଇଟା ମନେ ରଖିବା ଆମର କେଉଁଟା ଅଛି? ଝାରସୁଗୁଡ଼ା। ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଦ ତେଲ ରିଭର ବେସିନ୍। ତ କେଉଁ ଡିଷ୍ଟ୍ରିକ୍ଟଟାକୁ ଆମର ତେଲ ରିଭର ବେସିନ୍ ବୋଲିକରି କୁହାଯାଏ? ସୋନପୁର, ଯେଉଁଟାକି ସୁବର୍ଣ୍ଣପୁର ବି କୁହାଯାଏ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ରିଭର ଜଏନ୍ ଦ ମହାନଦୀ ନିୟର ସୋନପୁର। ତ କେଉଁ ନଦୀଟା ମହାନଦୀ ସହିତ ଲାଗିଛି ନିୟର ଆମର ସୋନପୁର ପାଖରେ? କେଉଁ ନଦୀଟା ଲାଗିଛି ତେବେ? ସେଇଟା ମନେ ରଖିବେ ତେଲ ରିଭର ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ କନଫ୍ଲୁଏନ୍ସ ଅଫ୍ ମହାନଦୀ ଆଣ୍ଡ ତେଲ ରିଭର। ତ ଯେଉଁ ଆମର ମହାନଦୀ ଆଉ ତେଲ ରିଭର ଯେଉଁଠି ମିଶିଛି ସେଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ପଡ଼ୁଛି ତେବେ? ସେଇଟା ମନେ ରଖିବେ ସୋନପୁର, ଯେଉଁଟାକି ସୁବର୍ଣ୍ଣପୁର ବି କୁହାଯାଏ ହେଲା। ତାପରେ ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ମହାନଦୀ ରିଭର ବ୍ୟାଙ୍କ ସେଟଲମେଣ୍ଟ। ତ କେଉଁ ଡିଷ୍ଟ୍ରିକ୍ଟଟା ମହାନଦୀ ରିଭର ବ୍ୟାଙ୍କ ସେଟଲମେଣ୍ଟ ବୋଲିକରି କୁହାଯାଏ? ତାହେଲେ ସେଇଟା ହେବ ଆମର କେଉଁଟା? ସୋନପୁର ହେଲା। ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ବୌଦ୍ଧ ଫରେଷ୍ଟ ରିଜନ୍। ତ ବୌଦ୍ଧ ଫରେଷ୍ଟ ରିଜନଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ପଡ଼ୁଛି? ବୌଦ୍ଧ ରିଜନରେ ହେଲା, ବୌଦ୍ଧ ଡିଷ୍ଟ୍ରିକ୍ଟରେ। ତାପରେ ନେକ୍ସଟ ଅଛି ହୁଇଚ୍ ରିଭର ଫ୍ଲୋ ଥ୍ରୋ ବୌଦ୍ଧ ଡିଷ୍ଟ୍ରିକ୍ଟ। ତ ବୌଦ୍ଧ ଡିଷ୍ଟ୍ରିକ୍ଟରେ ଆମର ଏଇ ଚାରିଟା ଅପସନ୍ ମଝିରୁ କେଉଁ ନଦୀଟା ବୋହିଛି ତେବେ? ମନେ ରଖିବେ ସେଇଟା ହେଉଛି ମହାନଦୀ ହେଲା। ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ସେଣ୍ଟ୍ରାଲ ମହାନଦୀ ଭ୍ୟାଲି। ତ କେଉଁ ଡିଷ୍ଟ୍ରିକ୍ଟଟାକୁ ସେଣ୍ଟ୍ରାଲ ମହାନଦୀ ଭ୍ୟାଲି ବୋଲିକରି କୁହାଯାଏ? ତ ସେଇଟା ମନେ ରଖିବ କେଉଁଟା? ବୌଦ୍ଧ ହେଲା। ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ଛାରିଛାକ ରିଜନ୍। ତ ଛାରିଛାକ ରିଜନଟା ଆମର କେଉଁ ଡିଷ୍ଟ୍ରିକ୍ଟରେ ପଡ଼ୁଛି ତେବେ? ବୌଦ୍ଧ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଡେନ୍ସ ଟିକ୍ ଫରେଷ୍ଟ। ତ କେଉଁ ଡିଷ୍ଟ୍ରିକ୍ଟରେ ଆମର ସବୁଠୁ ବେଶୀ ଡେନ୍ସ ଟିକ୍ ଫରେଷ୍ଟ ମିଳିଥାଏ ତେବେ? ତ ସେଇଟା ମନେ ରଖିବେ ଆମର କେଉଁଟା ହେବ? ବୌଦ୍ଧ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ନୋନ୍ ଫର୍ ଫୁଲବାଣୀ ପ୍ଲାଟୁ। ତ ଫୁଲବାଣୀ ପ୍ଲାଟୁଟା ଆମର କେଉଁ ଡିଷ୍ଟ୍ରିକ୍ଟକୁ କୁହାଯାଏ? ତ ସେଇଟା ମନେ ରଖିବା ଆମର କେଉଁଟା ହେବ? କନ୍ଧମାଳ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ଦାରିଙ୍ଗିବାଡ଼ି। ତ ଦାରିଙ୍ଗିବାଡ଼ି ପାଇଁ ଆମର କେଉଁ ଡିଷ୍ଟ୍ରିକ୍ଟଟା ଫେମସ୍? କନ୍ଧମାଳ। ଦାରିଙ୍ଗିବାଡ଼ି ଇଜ୍ ନୋନ୍ ଏଜ୍, ତ ଦାରିଙ୍ଗିବାଡ଼ିକୁ କିସ କୁହାଯାଏ? କାଶ୍ମୀର ଅଫ୍ ଓଡ଼ିଶା ବୋଲିକରି ହେଲା।
तापर नेक्स्ट अच्छे व्हिच डिस्ट्रिक्ट नोन फॉर बेलगढ़ सांक्चुरी तो बेलगढ़ सांक्चुरीटा आमर को डिस्ट्रिक्ट अच्छी तेज कंधमाल है। तापर नेक्स्ट अच्छी व्हिच डिस्ट्रिक्ट फेमस फॉर कॉफी प्लांटेशन इन ओडिशा तो कौ डिस्ट्रिक्ट आमर प्रसिद्ध अच्छी कॉफी प्लांटेशन पाई तो सहीटा मन रख आमर कौ डिस्ट्रिक्टा कंधमाल है। तापर व्हिच फिजियोग्राफिक रीजन इंक्लूड इन कंधमाल डिस्ट्रिक्ट तो कौ फिजियोग्राफिक रीजनटा आमर कंधमाल डिस्ट्रिक्ट पड़ुछि तो सेटा अछि ईस्टर्न घाट हाईलैंड है। तापर नेक्स्ट अच्छी व्हिच डिस्ट्रिक्ट नोन फॉर कूल क्लाइमेटिक कंडीशन इन ओडिशा तो कौ डिस्ट्रिक्टा को कूल क्लाइमेटिक कंडीशन ऑफ ओडिशा बोली कर कहा जाए तो सेटा हेबो आमर कंधमाल है। तो आज आम टोटाल 100 MCQ डिस्कसन है तो टोटाल आमर हो गला टोटाल 500 रु आमर केते कंप्लीट हो गला तबे 400टा है आउ 100टा MCQ अच्छी जोटा कि आमर पार्ट 5 रे पढ़ी करी सारी देबा है। तो जो माने चैनल नुआ आसी चैनल टी को सब्सक्राइब करू है। तो आज पाई एठी समाप्त।